हेलो 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 हाँ हेलो हाँ हेलो भाई हाँ ମୁଁ ଫେଥ୍ ଗ୍ରୁପରୁ କହୁଥିଲି। କୋଉଠୁ? ଫେଥ୍ ଗ୍ରୁପ ଯୋଉ ଅଛି, ଯୋଉ ବିଷ୍ଣୁ ଭାଇ ଖୋଲିଛନ୍ତି, ଆଚ୍ଛା ଆଚ୍ଛା ହଁ ହଁ କଣ କ୍ୟାନସଲ ହେଇଯିବ ନା କଣ? ଭାଇ ସେଇଟା ମୁଁ ବି ଜାଣିନି। ଆକ୍ଚୁଆଲି ମୁଁ ଗ୍ରୁପ ମାନେ ଦେଖିନି ତ, ଆଚ୍ଛା କ୍ୟାନସେଲ ନ ହେଇପାରେ। ଆଚ୍ଛା ଆଚ୍ଛା। ବାକି ଦେଖାଯାଉ, ଆଜି ତ କିଛି ନୋଟିସ ଆସିବ ବୋଲି ଶୁଣା ଯାଇଥିଲା। ପଇସା ବୁଝିବ ଯେ କଣ କହିଲେ? ମତେ ଶୁଭିଲାନି। ପଇସା ବୁଡ଼ିଯିବ। ପଇସା ଦେଇଥିଲେ କି କେତେ ଟଙ୍କା? ତମେ ଦେଇନ କି? ଆରେ ପଇସା ବୁଡାବୁଡି କଥା ଦେଖିବା। ମୁଁ ତ ବେଶୀ କିଛି ଦେଇନଥିଲି ମୋର, ବାକି ତମେ କେତେ ଟଙ୍କା ଦେଇଥିଲ କି? ମୁଁ ସବୁ 2 ଲକ୍ଷ ଦେଇଥିଲି। ତମେ କେତେ ଦେଇଥିଲ କି? ଇନହ୍ୟାଣ୍ଡ ଦେଇଥିଲ 2 ଲକ୍ଷ? ହଁ ପ୍ରିଲିମ୍ କରିବା ପାଇଁ 2 ଲକ୍ଷ ଦେଇଥିଲି। ଆଚ୍ଛା ତମର ମାନେ ଡକୁମେଣ୍ଟ ଦେଇଦେଇଛ ସବୁ? ହଁ ମାନେ ଅରିଜିନାଲ ଡକୁମେଣ୍ଟ ଦେଇଦେଇଛ? ହଁ ଅରିଜିନାଲ ଦିଆହେଇଛି ନା। ତମେ ଦେଇନ କି? ତମେ ଡାଇରେକ୍ଟ ଜାଣିଛ ନା ତାକୁ? ହଁ ଆଚ୍ଛା ଜାଣିଛ ଦେନ୍ ଠିକ ଅଛି। ତମେ ଦେଇନ କି? ମୁଁ 8 ଲକ୍ଷ ଟଙ୍କା ଦେଇଛି ବା। 8 ଲକ୍ଷ ଦେଇଥିଲି, ସେ ସିଓର ବୋଲି କହିଲା ତ। ଆଉ 8 ଲକ୍ଷ ଟଙ୍କା ପଡିଲା, ମୋର 16 ଲକ୍ଷ ଟଙ୍କା ହେଇଥିଲା। ଆଚ୍ଛା ଆଚ୍ଛା 16 ଲକ୍ଷ ଟଙ୍କା। ମୁଁ 20 ଲକ୍ଷ କହିଛି। ହଁ କୋଉଠି ନା, ମୁଁ ସେଥିପାଇଁ କହିଲି ପରା। ସେ କହିଲା 8 ଲକ୍ଷ ଯଦି ଦେଇଦେବୁ ବୋଲେ ଇନହ୍ୟାଣ୍ଡ ଫାଷ୍ଟ, ଦେନ୍ ଆଉ 4 ଲକ୍ଷ କମେଇ ପାରେ। ଆଚ୍ଛା ଆଚ୍ଛା। ହଁ ସେଥିପାଇଁ 8 ଲକ୍ଷ ଫାଷ୍ଟ ଦବା ବୋଲେ, ଆଉ ଥରେ ଆପେ ରିଜଲ୍ଟ ଆଉ ଥରେ 8 ଲକ୍ଷ ଆଉ। ହେଲେ କ୍ୟାନସଲ ହବନି ତ? ଦେଖାଯାଉ, କ୍ୟାନସେଲ ହେଲେ ପଇସା ଦେବ ଆଉ। କ୍ୟାନସଲ ହେଲେ ପଇସା ଦବ? ମତେ କଣ ଲାଗୁନି, ଆଉ ଭଲ କଥା। ନଦେଲେ 8 ଲକ୍ଷ ଟଙ୍କା ଛାଡିଦେବି ନା କଣ? ଭାଇ ତମ ଘର କୋଉଠି? ମୋର ଗଞ୍ଜାମ ବା। ଗଞ୍ଜାମ କୋଉଠି? ଆସ୍କା। ଆସ୍କା। ହଁ ବିଭୂତି ଭାଇ ସେଇଠି ଜଏନ୍ ହେଇଛି ଏବେ। ବିଷ୍ଣୁ ଭାଇ ସେଇଠି କୋଉଠି ଜଏନ୍ ହେଇଛନ୍ତି ନା? ତମର କୋଉଠି କି ଘର? ମୋର ବାଲୁଗାଁ ପାଖରେ, ଜାଣିବ କି? ଆଚ୍ଛା ବାଲୁଙ୍ଗା। ହଁ ବାଲୁଗାଁ। ଆଚ୍ଛା ମୋର ତ ଆସ୍କା, ଜାଣିବିନି ବାଟ। ମୁଁ ଏବେ ଅଛି ଭୁବନେଶ୍ୱରରେ। ଭୁବନେଶ୍ୱରରେ କଣ ପାଇଁ ଅଛ? ଭୁବନେଶ୍ୱରରେ ଅଛି, MBA କରୁଛି ଏଠି। ଆଚ୍ଛା ଆଚ୍ଛା। ହଁ ହଁ ନାଇଁ ତମ ବିଷ୍ଣୁ ଭାଇ ଆସ୍କାରେ ନା କୋଉଠି ଗୋଟେ ଜବ୍ କରୁଛନ୍ତି ପରା, OFDC ରେ। ବିଷ୍ଣୁ? ହଁ ନାଇଁ ଭାଇ, ମୋ ସହିତ ଆଉ କାହାର ମାନେ ଲିଙ୍କ କିଛି ନାହିଁ। ବାକି ମୁଁ ଡାଇରେକ୍ଟ ଯିଏ ମେଡିଏଟର, ମୁଁ ତାକୁ କହିଦେଇଥିଲି। ସେଇ ଯଦି ଯାହା ସବୁ କଣ୍ଟାକ୍ଟ ଥିବ ତା ସହ ହେଇଛି। ମିଡିଏଟର ତମର କିଏ ଥିଲା କି? ମୋଠୁ ଜଣେ ନେଇଥିଲା, ଆମର ସେ ଜଣେ ଭାଇ। ଆଚ୍ଛା ଆଚ୍ଛା। ହଁ ସେ କହିଥିଲା ମୁଁ ଯୋଉ କରିବି, ବାକି ପଇସା ମୁଁ ତାକୁ ହିଁ ଦେଇଥିଲି। ତ ମୁଁ ତାକୁ ଜାଣିଛି ନା, ତ ବଣ୍ଡ ସାଇନ୍ ଯାହା ହବ, କିଛି ଆଉ କିଛି ପାଇଁ ବଣ୍ଡ ସାଇନ୍ କରି ମୁଁ ସେ 8 ଲକ୍ଷ ଟଙ୍କା ଦେଇଥିଲି। ଆଚ୍ଛା ଆଚ୍ଛା ଆଚ୍ଛା। 10 ଲକ୍ଷ କହୁଥିଲା ମତେ ଫାଷ୍ଟ, ମୋ ପାଖରେ ନଥିଲା ତ। ମୁଁ କହିଲି 8 ଲକ୍ଷ ଆରେଞ୍ଜ କରି ଦେଇଛି ଆଉ। ଆଚ୍ଛା ଆଚ୍ଛା। ହଁ ହଁ ମୁଁ ଦେଇଦେଇଛି। ମତେ କ୍ୟାନସଲ ହବ ବୋଲି ଲାଗୁଛି ତ, ସେଇଟା ଡର ଲାଗୁଛି। ଦେଖାଯାଉ, କ୍ୟାନସେଲ ବି ନହେଲା ଭଳିଆ ଅଛି। କାହିଁ କ୍ୟାନସେଲ ଏତେ ଜଲ୍ଦି ହବ ନା? ଥୋଡି ନା 2 ଲକ୍ଷ ଦେଇଥିଲି ପିଲା ଏକ୍ଜାମ। 2 ଲକ୍ଷ ଦେଇଥିଲେ, ସେମାନେ CBI ଦାବି କରୁଛନ୍ତି ତ, ସେଇଟା ହଉଛି ଖୁସି। ଦେଖାଯାଉ କଣ ହଉଛି। ଆଜି ନୋଟିସ ଆସିଯିବ, 2ଟା ତ ହେଲାଣି, ଏବେ ଆସିବ ନୋଟିସ, ଜଣା ଯିବ ଆଉ। ହଁ ହଉ ଠିକ ଅଛି ଭାଇ। ହଉ। ହଁ।